ରାମ ନାମର ମହିମା। ଏକ ନଗରୀରେ ଜଣେ ରାଜା ଥିଲେ। ତାଙ୍କ ରାଣୀର ନାମ କର୍ଣ୍ଣାବତୀ ଥିଲା। ଯେମିତି ତାଙ୍କର ନାଁ ସେମିତି ତାଙ୍କ ସ୍ୱଭାବ ଥିଲା। କର୍ଣ୍ଣାବତୀ ତାଙ୍କର ସେବକ ଦାସୀମାନଙ୍କ ସହ ବହୁତ ମଧୁର ବ୍ୟବହାର କରୁଥିଲେ। ମିଠା କଥା କହିବା ସହିତ ସମ୍ମାନସୂଚକ ସମ୍ବୋଧନ କରି ସେମାନଙ୍କୁ ପ୍ରସନ୍ନ କରୁଥିଲେ। ରାଜମହଲକୁ ପ୍ରତିଦିନ ସଫା କରିବା ପାଇଁ ଜଣେ ହରିଜନ ମହିଳା ଆସୁଥିଲେ। ମହାରାଣୀ କର୍ଣ୍ଣାବତୀ ସେ ମହିଳାଙ୍କ ସହ ନିଜର ସାନ ଭଉଣୀ ଭଳି ବ୍ୟବହାର ଏବଂ କଥାବାର୍ତ୍ତା କରୁଥିଲେ। ମହାରାଣୀଙ୍କ କନ୍ୟା ରାଜକୁମାରୀ ନବଯୌବନରେ ପଦାର୍ପଣ କରି ଅତ୍ୟନ୍ତ ସୁନ୍ଦର ଦେଖାଯାଉଥିଲେ। ରାଜକୁମାରୀ ଉପରେ ଗୋଟେ ଦିନ ସେ ସଫା କରୁଥିବା ହରିଜନ ମହିଳାର ସ୍ୱାମୀର ନଜର ପଡ଼ିଗଲା। ସେ ବହୁ ଦୁଷ୍ଟ ପ୍ରବୃତ୍ତିର ଲୋକ ଥିଲା। ତା ପାଖରେ ସବୁ ପ୍ରକାର ଖରାପ ଗୁଣ ଭରି ରହିଥିଲା। ସେ ତାର ସ୍ତ୍ରୀକୁ କହିଲା, ମୋର ବାହାଘର ସେ ରାଜକୁମାରୀ ସହିତ କରାଇଦେ, ନଚେତ୍ ମୁଁ ଅନ୍ନ ଜଳ ଛାଡ଼ିଦେବି ଏବଂ ରାଜକୁମାରୀ ପ୍ରେମରେ ପ୍ରାଣତ୍ୟାଗ କରିବି। ହରିଜନର ସ୍ତ୍ରୀ ତା ସ୍ୱାମୀକୁ ବହୁତ ଗାଳି କଲା ଆଉ କହିଲା, ରାଜ ପରିବାର ଯଦି ତୁମର ଏ କଥା ଜାଣିପାରିବେ ତାହେଲେ ସେ ତୁମକୁ ଫାଶୀରେ ଚଢ଼େଇ ଦେବେ। ତାପରେ ମୋ ପିଲାଙ୍କର କ'ଣ ହେବ? ସେ ଦୁଷ୍ଟ ଲୋକ କହିଲା, ରାଜା ମାରୁ ବା ନ ମାରୁ ମୁଁ ରାଜକୁମାରୀ ପ୍ରେମରେ ମରିଯିବି। ସେ ବିଚାରୀ କ'ଣ ବା କରିପାରିବ? ଏବଂ ତା ପରଦିନ ଯେତେବେଳେ ରାଣୀ କର୍ଣ୍ଣାବତୀଙ୍କର ନଜର ତା ଉଦାସୀନ ଚେହେରା ଉପରେ ପଡ଼ିଲା, ସେ ଦାସୀଙ୍କ ଦ୍ୱାରା ସେ ହରିଜନ ମହିଳାକୁ ନିଜ ମହଲକୁ ଡାକିଲେ ଏବଂ ତାକୁ ପଚାରିଲେ, ଭଉଣୀ, ତମେ ଉଦାସ କାହିଁକି ଅଛ? ତୁମ ଉପରେ କୋଉ ସଙ୍କଟ ପଡ଼ିଛି? ସେ ବିଚାରୀ କାନ୍ଦି କାନ୍ଦି ମହାରାଣୀଙ୍କୁ କହିଲା, ରାଣୀମା, ମୁଁ ଆପଣଙ୍କୁ କହିପାରିବିନି ଯେ ମୁଁ କୋଉ ଭଳି ଘୋର ସଙ୍କଟରେ ପଡ଼ିଛି। କହି ସେ ବହୁ ଜୋରରେ କାନ୍ଦିବାକୁ ଲାଗିଲା। ମହାରାଣୀ କର୍ଣ୍ଣାବତୀ ତାକୁ ଧୈର୍ଯ୍ୟ ଦେଇ କହିଲେ, ତମେ ଚିନ୍ତା ନ କରି ମୋତେ ସବୁ କଥା କୁହ। ସେ କାନ୍ଦି କାନ୍ଦି ତା ଦୁଷ୍ଟ ସ୍ୱାମୀର କଥା ସବୁ ମହାରାଣୀଙ୍କୁ କହିଲା। ମହାରାଣୀ କର୍ଣ୍ଣାବତୀ ହସି ଦେଇ କହିଲେ, ତୁମେ ସବୁ ଚିନ୍ତା ଛାଡ଼ିଦେଇ ତୁମ୍ଭର ସ୍ୱାମୀଙ୍କୁ ମୋ ପାଖକୁ ପଠାଅ। ମୁଁ ମୋ ରାଜକୁମାରୀର ବିବାହ ତୁମ ସ୍ୱାମୀଙ୍କ ସାଙ୍ଗରେ କରିଦେବି। ସେ ହରିଜନ ମହିଳା ମହାରାଣୀଙ୍କ କଥାକୁ ବିଶ୍ୱାସ ନ କଲେ ମଧ୍ୟ ସେ ତାର ସ୍ୱାମୀକୁ ଯାଇ ସବୁ କଥା କହିଲା। ତା ସ୍ୱାମୀର ନାଁ କଲ୍ଲୁ ହରିଜନ ଥିଲା। ସେ ବହୁତ ଖୁସି ହେଇ ମହଲକୁ ଆସିଲା। ମହାରାଣୀ କର୍ଣ୍ଣାବତୀ ତାକୁ କହିଲେ, ମୁଁ ମୋ ଝିଅ ବାହାଘର ତୁମ ସହିତ କରିଦେବି, କିନ୍ତୁ ତୁମକୁ ମୋର ଗୋଟିଏ ସର୍ତ୍ତ ମାନିବାକୁ ପଡ଼ିବ। କଲ୍ଲୁ ହରିଜନ କହିଲା, ରାଜକୁମାରୀଙ୍କ ପାଇଁ ମୁଁ ମୋ ଜୀବନ ବି ଦେଇଦେବି। ମହାରାଣୀ କହିଲେ, ଆମ ବଗିଚାରେ ତୁମ ପାଇଁ ଏକ କୁଡ଼ିଆ ନିର୍ମାଣ କରାଯିବ। ତୁମେ ତୁମ ଘରକୁ ନ ଯାଇ ସେଇଠି ରହିବ। ରାଜମହଲର ଯାହା ଖାଇବା ମିଳିବ ତାକୁ ଖାଇବ। ଦିନ ଆଉ ରାତି ରାମ ରାମ ନାମ ଜପ କରିବ 6 ମାସ ଯାଏ। କଲ୍ଲୁ ହରିଜନ କହିଲା, ମହାରାଣୀ, ମୁଁ ଜୀବନ ସାରା ଏସବୁ କରିପାରିବି। ମହାରାଣୀ କର୍ଣ୍ଣାବତୀ କହିଲେ, ନା ନା, ତୁମେ କେବଳ 6 ମାସ ଏଭଳି କର, ତାପରେ ତୁମେ ପବିତ୍ର ହୋଇଯିବ ଏବଂ ମୁଁ ମୋ ରାଜକୁମାରୀଙ୍କ ସହିତ ତୁମ୍ଭର ବିବାହ କରିଦେବି। ତୁମ୍ଭେ କାଲିଠୁ ଆରମ୍ଭ କରିଦିଅ। ମହାରାଣୀଙ୍କ ତରଫରୁ ସବୁ ବ୍ୟବସ୍ଥା କରିଦିଆଗଲା। କଲ୍ଲୁ ବି ନିଜ ସର୍ତ୍ତ ଅନୁସାରେ ମନ ଲଗାଇ ରାମ ରାମ ନାମ ଜପ କରିବାକୁ ଲାଗିଲା। ରାଜମହଲରୁ ତାକୁ ବହୁତ କମ୍ ଖାଇବା ମିଳୁଥିଲା। ରାମ ନାମର ପ୍ରଭାବରେ ତାର ମନ ପବିତ୍ର ହୋଇଗଲା ଏବଂ ରାମ ନାମରେ ତାର ଆଖପାଖର ବାତାବରଣ ପ୍ରଭାବିତ ହେବାକୁ ଲାଗିଲା। ଲୋକମାନେ ତାର ଦର୍ଶନ କରିବାକୁ ଆସିଲେ। ଦର୍ଶନାଭିଳାଷୀମାନଙ୍କର ଭିଡ଼ ଜମିବାକୁ ଲାଗିଲା। ମାତ୍ର କିଛି ମାସରେ ତାର ମନ ପୂରାପୂରି ପବିତ୍ର ହୋଇଗଲା। ତା ଭିତରେ ଥିବା ଖରାପ ଗୁଣ ସବୁ ନଷ୍ଟ ହୋଇଗଲା। ଗୋଟେ ଦିନ ମହାରାଣୀ କର୍ଣ୍ଣାବତୀ ନିଜର ରାଜକୁମାରୀଙ୍କୁ ନେଇ ତାଙ୍କ ପାଖରେ ପହଞ୍ଚିଲେ ଏବଂ କହିଲେ, କଲ୍ଲୁ, ମୁଁ ମୋ ସର୍ତ୍ତ ଅନୁଯାୟୀ ମୋ କନ୍ୟାକୁ ନେଇ ଆସିଛି ତମ ସହିତ ବିବାହ କରାଇବା ପାଇଁ। କଲ୍ଲୁ ହାତ ଯୋଡ଼ି ସାଷ୍ଟାଙ୍ଗ ପ୍ରଣିପାତ କରି କହିଲା, ମହାରାଣୀ, ମୋତେ କ୍ଷମା କରିଦିଅନ୍ତୁ। ମୁଁ ବହୁତ ଖରାପ ଲୋକ। ଏଭଳି ନୀଚ ଭାବନା ମୋ ମନରେ ରଖିଥିଲି। ହେ ମାତା, ମୋତେ କ୍ଷମା କରିଦିଅ। ରାଜକୁମାରୀ ବି ହେଉଛନ୍ତି ମୋର ମା ସମାନ। ଏମିତି ଖରାପ ଚିନ୍ତା ମନକୁ ଆଣି ମୁଁ ପାପ କରିଛି। ମୋତେ କ୍ଷମା କରିଦିଅନ୍ତୁ ମାତା କହି ସେ ପୁଣି ରାମ ନାମ ଜପରେ ମଗ୍ନ ହୋଇଗଲା। ମନ ଭିତରେ ଯେତେବେଳେ ଖରାପ ଚିନ୍ତାଧାରା ଆସୁଛି ସେତେବେଳେ ରାମ ନାମର ଜପ କରନ୍ତୁ।
ଦେଖିବେ ଆପଣଙ୍କ ମନ ପୂରାପୂରି ପବିତ୍ର ହୋଇଯିବ। ଘରେ ଯଦି କାହା ସହିତ ଝଗଡ଼ା ହେଉଛି ତାହେଲେ ଶ୍ରୀରାମ ଜୟ ଜୟ ରାମର କୀର୍ତ୍ତନ କରି ଦେଖନ୍ତୁ, ସବୁ ବିବାଦ ସମାପ୍ତ ହୋଇଯିବ। ସାଙ୍ଗମାନେ, ଆଜିର ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିବ ମୋତେ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ। ତା ସହିତ ଭିଡ଼ିଓଟିକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ବେଲ୍ ଆଇକନ୍ଟିକୁ ଦବାଇ ଦେବେ, ଯାହାଦ୍ୱାରା ନୂତନ ଭିଡ଼ିଓ ଆସିଲେ ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚି ପାରିବ। ଜୟ ଶ୍ରୀରାମ।